ତନୁଶ୍ରୀ କହନ୍ତି ତୁ ଯେବେଠୁ ଏ ଘରକୁ ଆସିଲଣି ସେବେଠୁ ଏ ଘରେ କିଛି ନା କିଛି ଅଘଟଣ ଘଟି ଚାଲିଛି। ତାପରେ ମୁକ୍ତି କହନ୍ତି କି ଡ୍ରାମା ମୁଁ କରୁନି, ଯାହା ସତ ମୁଁ ସେଇଆ କହୁଛି। ଏହା ଆଗରୁ ଆଦିଙ୍କ ଉପରେ ଅଲରେଡ଼ି ଆଟାକ୍ ହେଇସାରିଛି। ଥରେ ହସ୍ପିଟାଲରେ, ଆଉ ଥରେ କିଏ ଜଣେ ଘରେ ମାରିବାକୁ ଚେଷ୍ଟା କରିଥିଲା। ତାପରେ ଲତାଶା କହନ୍ତି କି ମୁଁ ଗୋଟେ କଥା ବୁଝିପାରୁନି, ଏଠି ଯାହା ବି ହେଉଛି କେବଳ ତତେ ସବୁ ଦେଖାଯାଉଛି, ହେଲେ ଆମ ସମସ୍ତଙ୍କୁ ତ କାହିଁ ଦେଖାଯାଉନି। ତାପରେ ଶାଲିନୀ କହନ୍ତି କି ଏଇଥର ପାଇଁ ଦେଖାଯାଉନି କି କାହିଁକି ନା ଏମିତି କିଛି ଘଟଣା ହିଁ ନାହିଁ, ହେଲେ ୟା ପାଇଁ ସବୁ ଅଛି। ଏସବୁ ଦେଖି ଆଦି ତାଙ୍କୁ ତାଙ୍କ ସ୍ତ୍ରୀ ବୋଲି ମାନି ନେବେ। ତାପରେ ମୁକ୍ତି ରାଗି ଯାଇ କହନ୍ତି କି ଶାଲିନୀ ନିଜ ମୁହଁକୁ ଟିକେ କଣ୍ଟ୍ରୋଲରେ ରଖ, ଆଉ ଯଦି ମୁଁ ମୁହଁ ଖୋଲିବି ନା ତାହେଲେ ବହୁତ ବଡ଼ ଅନର୍ଥ ହେଇଯିବ। ଶୁଣ ଶାଲିନୀ, ଆଦି ମୋତେ ତାଙ୍କ ସ୍ତ୍ରୀ ମାନନ୍ତୁ କି ନ ମାନନ୍ତୁ, କିନ୍ତୁ ମୁଁ ତାଙ୍କ ସ୍ତ୍ରୀ। ତାଙ୍କ ନାଁରେ ସିନ୍ଦୁର ଆଉ ତାଙ୍କ ନାଁରେ ମୁଁ ମଙ୍ଗଳସୂତ୍ର ପିନ୍ଧି ସାରିଛି। ଆଦି ହିଁ ମୋ ସ୍ୱାମୀ ଆଉ ମୁଁ ତାଙ୍କ ସ୍ତ୍ରୀ। ଆଉ ମୁଁ ଥିବା ଯାଏଁ ମୋ ସ୍ୱାମୀଙ୍କ ଉପରେ ଟିକେ ବି ଆଞ୍ଚ ଆସିବାକୁ ଦେବିନି। ସିଏ ଯିଏ ବି ହଉନା କାହିଁକି ମୁଁ ତାକୁ ଖୋଜିକି ବାହାର କରିକି ହିଁ ରହିବି। ବୁଝିପାରିଲ ତମେ? ଏଇଟା ଭଲ ଭାବରେ ମନେ ରଖ ଶାଲିନୀ। ସିଏ ଯିଏ ବି ହଉନା କାହିଁକି ମୁଁ ଖୋଜିକି ହିଁ ବାହାର କରିବି। ତାପରେ ଧନଶ୍ରୀ ରାଗି ଯାଇକି ମୁକ୍ତିକୁ କହନ୍ତି ଛାଡ଼ ମୁକ୍ତି, ବନ୍ଦ କର ତ ଏ ନାଟକ ସବୁ। ତାପରେ ମୁକ୍ତି କହନ୍ତି କି ଯଦି ଆପଣଙ୍କୁ ଲାଗୁଛି ମୁଁ ନାଟକ କରୁଛି ତାହେଲେ ଠିକ୍ ଅଛି। ଏ ନାଟକ ମୁଁ ମୋ ସ୍ୱାମୀ ଆଉ ମୋ ସିନ୍ଦୁର ଆଉ ମୋ ମଙ୍ଗଳସୂତ୍ରକୁ ରକ୍ଷା କରିବା ପାଇଁ ମୁଁ ନାଟକ କରୁଛି। ଆଉ ଏ ପରିବାର ଭିତରେ କେହି ମୋ ସ୍ୱାମୀକୁ ମାରିବାକୁ ଚେଷ୍ଟା କଲେ ତାହେଲେ ମୁଁ ତାକୁ କେବେ ବି ଛାଡ଼ିବିନି। ତାର ପର୍ଦ୍ଦାଫାଶ କରିକି ହିଁ ରହିବି। ତାପରେ ଆଦି ସବୁ ମୁକ୍ତିଙ୍କର କଥା ଶୁଣୁଥାନ୍ତି ଆଉ ରାଗି ଯାଇ ସିଧା ଯାଇ ମୁକ୍ତିଙ୍କ ଉପରେ ଥାପଡ଼ ମାରନ୍ତି। ଆଉ ମୁକ୍ତି ଆଶ୍ଚର୍ଯ୍ୟ ହୋଇ ଆଦିକି ଅନାନ୍ତି।